ମୁଁ ପ୍ରତିଦିନ ଆମର ଏଠି ଯୋଗ କରିବା ପାଇଁ ଏକ୍ସରସାଇଜ୍ କରିବା ପାଇଁ ଆସୁଛି। ଆମେ ଫିଟନେସ୍ ଟୁଗେଦର ପରିବାରର ଗୋଟେ ମେମ୍ବର ସଦସ୍ୟ। ଦେଖନ୍ତୁ ଆଜିକା ଡେଟ୍ରେ ଆପଣ ଦେଖିବେ 20% ଯେଉଁ ରୋଗ ଅଛି ଇଏ ପରିବେଶ ଦ୍ୱାରା କିମ୍ବା ଫ୍ୟାମିଲି ରିଲେଟେଡ୍ ରୋଗ ସବୁ ଅଛି। 80% ରୋଗ ଆଜ୍ଞା ଆମେ ନିଜେ କ୍ରିଏଟ୍ କରୁଛେ। ଆମର ଯେଉଁ ଲାଇଫଷ୍ଟାଇଲ୍, ଆମର ଯେଉଁ ଖାଇବା ଶୈଳୀ, ଆମର ଉଠିବା ଶୈଳୀ, ଆମର କାମ କରିବା ଶୈଳୀ ଦ୍ୱାରା ଆମେ 80% ରୋଗକୁ ଆପଣାଉଛେ। ତେଣୁ ଇଏ ଆମର ହିଁ ପ୍ରୋବ୍ଲେମ୍। ତେଣୁ ଆମକୁ ଏ ପ୍ରୋବ୍ଲେମ୍କୁ ସଲ୍ଭ କରିବାକୁ ହେଲେ ଯୋଗ କିମ୍ବା ଏକ୍ସରସାଇଜ୍ ଗୋଟିଏ ମାଧ୍ୟମ, ଯାହାଦ୍ୱାରା କି ଆମେ ଆମର ଶରୀରକୁ ଷ୍ଟ୍ରଙ୍ଗ ରଖିପାରିବା, ପ୍ଲସ୍ ଆମର ମେଣ୍ଟାଲିଟିକୁ ଆମେ ଡେଭଲପ୍ କରିପାରିବା। ଆମେ ଦିନବେଳା ପୁରା ସୁସ୍ଥ ରହିକି ଏବଂ ମନକୁ ଆମ ସରଳ ରଖିକି କାମ କରିପାରିବା। କାମ କରିବାର ଶକ୍ତି ଏତେ ଦ୍ୱାରା ବଢ଼ିପାରେ ଯୋଗ ଏବଂ ଏକ୍ସରସାଇଜ୍ ଦ୍ୱାରା। ଆଜିକା ଦେଖନ୍ତୁ ପିଲାମାନେ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଟିଭି କିମ୍ବା ମୋବାଇଲ୍ ଦେଖୁଛନ୍ତି, ଶୋଉଛନ୍ତି ଲେଟ୍ରେ, ଉଠୁଛନ୍ତି ଲେଟ୍ରେ। ଜୀବନଶୈଳୀ ଟୋଟାଲି ଚେଞ୍ଜ ହେଇଯାଇଛି, ଯାହାଫଳରେ କି ଆମେ 80% ରୋଗକୁ ଆପଣାଉଛେ। ଯେଉଁ ରୋଗକୁ ଆମେ ଆଟଲିଷ୍ଟ ଏଇ ଏକ୍ସରସାଇଜ୍ କିମ୍ବା ଯୋଗ ଦ୍ୱାରା ରିଡ୍ୟୁସ୍ କରିପାରିବା ଏବଂ ଔଷଧ ସେବନରୁ ବଞ୍ଚିତ ହୋଇପାରିବା। ଆମେ ଔଷଧ ଖାଉଛେ, ତାଦ୍ୱାରା ଆମେ ଆଉ କିଛି ରୋଗକୁ ଆପଣାଉଛେ। ତେଣୁ ମୁଁ ସମସ୍ତଙ୍କୁ ମୋର ଅନୁରୋଧ ରହିବ, ଯେଉଁମାନେ ଆଜି ଏ ଟିଭି ଚ୍ୟାନେଲ୍ ଆପଣ ଦେଖୁଛନ୍ତି, ଯେ ଆପଣ କିଛି ସମୟ ବାହାର କରି ସକାଳୁ ଯୋଗ କରନ୍ତୁ, ଏକ୍ସରସାଇଜ୍ କରନ୍ତୁ, ଆଉ ଫିଟ୍ ରୁହନ୍ତୁ। ଦିନସାରା ଆପଣଙ୍କର କାମ କରିବାର ଶକ୍ତି ବୃଦ୍ଧି ହେବ ଏବଂ ଆପଣଙ୍କ ରାତିରେ ଗୋଟେ ଭଲ ନିଦ ହେବ, ସକାଳୁ ଉଠିବାର ଶକ୍ତି ବି ବୃଦ୍ଧି ହେବ। ବହୁତ ବହୁତ ଧନ୍ୟବାଦ।